ଆଜ୍ଞା ପରିଚୟଟା। ମୁଁ ମନୋଜ କୁମାର ବିଶ୍ୱାଳ କସିକିଆରୀ ସେବା ସମବାୟ ସମିତିର ସଭାପତି ତଥା ବାଙ୍କି କେନ୍ଦ୍ର ସମବାୟଙ୍କର ନିର୍ଦ୍ଦେଶକ ତଥା ଓଡ଼ିଶା ଖାଉଟି ମହାସଂଘ ସମବାୟ ସଂଘର ନିର୍ଦ୍ଦେଶକ ଅଛି। କ'ଣ କହିବେ ପ୍ରଥମ କରି ଆପଣଙ୍କ ସେବା ସମବାୟ ସମିତିରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ବା MKO ଆପ୍ଲିକାଲ୍ ଓଡ଼ିଶାରେ ଏହା ପ୍ରଥମ, କ'ଣ କହିବେ ତାକୁ? ଦେଖନ୍ତୁ, ଆମେ 2022 ମସିହାରେ ନିର୍ବାଚିତ ହୋଇକି ଆସିଲୁ ଏହି ସଭାପତି ପଦରେ ବସିଲୁ। ସେଇଦିନଠୁ ଗୋଟାଏ ପରେ ଗୋଟାଏ କେମିତି ସମିତି ଶୀର୍ଷ ସ୍ତରରେ ପହଞ୍ଚିବ, ଯେଉଁ ଆମେ ଶପଥ ନେଇଥିଲୁ, ଗୋଟେ ସମିତି ଗୋଟେ ପରିକଳ୍ପନା କରି କେମିତି ଉଚ୍ଚ ସ୍ତରରେ ଓଡ଼ିଶାରେ ଅଗ୍ରଣୀ ସମିତି ରୂପେ ପରିଣତ କରି ଠିଆ ହେବୁ, ତା'ର ସଫଳ ରୂପାୟନ କେମିତି ହେବ ଏବଂ ସମାଜକୁ କେମିତି ଆମେ ଗୋଟେ ଦିଗ୍ଦର୍ଶନ ଦେବୁ ଆମ ସମିତି ମାଧ୍ୟମରେ, ସେଇଟା ଆମେ ପ୍ରଚେଷ୍ଟା ଜାରି ରଖିଛୁ। ମାନ୍ୟବର ସରକାରଙ୍କ ତରଫରୁ ଆମେ ଦୁଇ ଥର ଏକ୍ସପୋଜର ଭିଜିଟ୍ କେରଳ ତଥା ପୁନେ, ମହାରାଷ୍ଟ୍ର ପୁନେ ଏସବୁ ରାଜ୍ୟକୁ ଯାଇ ସେଠୁ କିଛି ଜ୍ଞାନ ଆହରଣ କରି କେମିତି ଆମେ ଓଡ଼ିଶାରେ ତାକୁ ପ୍ରତିଫଳନ କରି ତାକୁ ରୂପାନ୍ତରିତ କରି ସାମଗ୍ରିକ ବିକାଶ କେମିତି ଓଡ଼ିଶାର ଚାଷୀମାନଙ୍କର ହେବ, ତା'ର ଗୋଟାଏ ପରିକଳ୍ପନା ପାଇଁ ମାନ୍ୟବର ସରକାର ଯେତେବେଳେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଆରମ୍ଭ କଲେ ଆପ୍ଲିକାଲ୍ ମାଧ୍ୟମରେ, ତ ତା'ର ସଦୁପଯୋଗ କରି ତା'ର ଫାଇଦା ଆମେ କେମିତି ପାଇବୁ, ସେଥିପାଇଁ ଆମେ ଯତ୍ନବାନ ହୋଇ ପ୍ରଚେଷ୍ଟା ଜାରି ରଖିଲୁ। ଦୀର୍ଘ 2-4 ମାସ ଭିତରେ ଆମେ ତା'ର ଯେତେ ସବୁ ଆବଶ୍ୟକ କାଗଜପତ୍ରଠୁ ଆରମ୍ଭ କରି ପ୍ରଶାସନିକ ସ୍ତରରେ ଯେତେ ଯାହା ସୁବିଧା ସୁଯୋଗ ପାଇପାରିବା ଦ୍ୱାରା ଚାଷୀମାନେ ଉପକୃତ ହେବେ, ମାନ୍ୟବର ଆମର ସରକାରଙ୍କ ତରଫରୁ ସବୁ ପ୍ରକାର ଅଫିସର ତଥା ବିଧାୟକ ସବୁ ପ୍ରକାର ସାହାଯ୍ୟ ସହଯୋଗରେ ଆଜି ଆମେ ଆଗ୍ରୋ ସର୍ଭିସ୍ ସେଣ୍ଟର ଗୋଟିଏ ଯେଉଁ ଓଡ଼ିଶାରେ 1 ନମ୍ବର ଯେଉଁଟାକି କସିକିଆରୀ ସମବାୟ ହେଇଛି, ତାକୁ ପରିକଳନା କରି ତାକୁ ଆମେ ନେଉଛୁ, ଆଗେଇ ନେଇଛୁ, ଯାହାଦ୍ୱାରା କି ଚାଷୀମାନେ ଉପକୃତ ହୋଇପାରିବେ। ଧାନର ମୂଲ୍ୟ 3100 ଜାଗାରେ ସେମାନେ ଧାନ ମୂଲ୍ୟ କୁଇଣ୍ଟାଲ ପ୍ରତି 3500 ପାଇପାରିବେ। ଆମେ ଦେଖୁ ଚାଷୀମାନେ ଯଦି ବାହାର ଯେକୌଣସି କୃଷି ଯନ୍ତ୍ରପାତି ଆମେ ଫାର୍ମ ମେକାନିଜରେ ଆମେ ଏଇଟା କରିଛୁ। ଆଗ୍ରୋ ସର୍ଭିସ୍ ସେଣ୍ଟର ଟ୍ରାକ୍ଟର ଗୋଟିଏ, ଟ୍ରେଲର ଗୋଟିଏ, ଥ୍ରେସର ଗୋଟିଏ, ରୋଟାଭେଟର ଗୋଟିଏ, ରିପର ଗୋଟିଏ, ପାଣି ପମ୍ପ ସ୍ପ୍ରେୟାର, ଏସବୁ ଜିନିଷ ଆମେ ଚାଷୀ ଭାଇମାନଙ୍କୁ ସୁବିଧା ଏବଂ ସହଯୋଗରେ ଏବଂ ସର୍ବନିମ୍ନ ଯେତିକି ଆମର ମାର୍ଜିନ୍ ରହିବ ତାରେ ଆମେ ଯୋଗାଇ ଦେବୁ, ଯାହାକି ଚାଷୀ ତାଙ୍କର ଧାନର ମୂଲ୍ୟ ଯେତିକି ସରକାର ତା'ଠୁ ବି ଆହୁରି 400-500 ବେନିଫିଟ୍ ପାଇପାରିବେ। ଏହାକୁ ଆଖି ଆଗରେ ରଖି ସରକାରଙ୍କ ଯେଉଁ ମଲ୍ଟିପର୍ପଜ୍ ସେକ୍ଟରରେ କୋଅପରେଟିଭ୍ ସମବାୟ ମାଧ୍ୟମକୁ କେମିତି ଆଗୁଆ ନେବା ପାଇଁ ବାହାର ରାଜ୍ୟ ଅପେକ୍ଷା ଓଡ଼ିଶାରେ ଚେଷ୍ଟିତ ଅଛନ୍ତି। ଏଇଟା ଗୋଟେ ତାଙ୍କର ପରିକଳ୍ପନା। ଆଗକୁ ସୋସାଇଟି ମାଧ୍ୟମରେ ସବୁ ପ୍ରକାର ଯେକୌଣସି ଟ୍ରେଡ୍ ବିଜନେସ୍ ଆପଣ ସମିତି ମାଧ୍ୟମରେ କରିପାରିବେ, ଯାହାକି ଆଉ କେବଳ ଧାନ କିଣା ବିକାରେ ସମିତି ସୀମିତ ନ ରହି କେମିତି ଚାଷୀମାନଙ୍କର ଆମେ ଯେ ଅଂଶୀଦାରମାନଙ୍କର ତାଙ୍କର ଲାଭବାନ ହୋଇପାରିବେ, ଏସବୁକୁ ଆଖି ଆଗରେ ରଖି ସରକାର ମାନ୍ୟବର ସରକାର ବିଭିନ୍ନ ପ୍ରକାର କୃଷି ଉଦ୍ୟୋଗ ଯୋଜନାରେ କୃଷି ଆଗ୍ରୋ ସର୍ଭିସ୍ ତଥା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ବିଭିନ୍ନ ପ୍ରକାର ସ୍କିମ୍ ଅବଲମ୍ବନ କରୁଛନ୍ତି। ଏଇଟା ଗୋଟେ ଆମର ଫାର୍ମ ମେକାନିକ୍ ଗୋଟେ ସେକ୍ଟର, ବିଭିନ୍ନ ପ୍ରକାର ସେକ୍ଟର ଅଛି, ଗାଈ ପାଳନ, ମତ୍ସ୍ୟ ପାଳନ, ଦୁଗ୍ଧ ଉତ୍ପାଦୀକରଣ, ଆପଣ ରାଇସ୍ ମିଲ୍ ହେଉ, ଏସବୁ ବିଭିନ୍ନ ପ୍ରକାର ସବୁ ଦିଗ ଅଛି। ଏହିସବୁ ଦିଗରୁ କେମିତି ଚାଷୀମାନେ ଅଧିକରୁ ଅଧିକ ଉତ୍ପାଦନକ୍ଷମ ହୋଇ ତାଙ୍କର ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିବା ପାଇଁ ସରକାର ଯେଉଁ ସୁଦୂର ପ୍ରସାରୀ ଯୋଜନା ତାକୁ ଆଗେଇ ନେବା ପାଇଁ ମୁଁ ସମସ୍ତ ଓଡ଼ିଶାର ସବୁ ସମବାୟ ସମିତି ବନ୍ଧୁମାନଙ୍କୁ ଆହ୍ୱାନ କରୁଛି। ଏହିସବୁ ଆଗ୍ରୋ ସର୍ଭିସ୍ ସ୍କିମ୍ କରି ଚାଷୀମାନଙ୍କର କେମିତି ତାଙ୍କର ଉତ୍ତରୋତ୍ତର ଉନ୍ନତି ହେବ, ସେଥିପାଇଁ ଭଗବାନ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି। ଆଉ ଏବଂ ସବୁ ଅଲ ଓଡ଼ିଶା ଯେତେ ଆମର ଓଡ଼ିଶା ଚାଷୀ ଅଛନ୍ତି ତାଙ୍କୁ ଉଦ୍ବୋଧନ ଏଇ ମେସେଜ୍ ଦେଉଛି ଯେ ସମସ୍ତେ କେମିତି ମଲ୍ଟିପର୍ପଜ୍ ସେକ୍ଟରରେ କାମ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରୁଛି। ଜୟତୁ ସମବାୟ, ସଶକ୍ତ ସମବାୟ, ସଶକ୍ତ ଓଡ଼ିଶା, ସଶକ୍ତ ଭାରତ। ବନ୍ଦେ ମାତରମ୍, ବନ୍ଦେ ଉତ୍କଳ ଜନନୀ। ଭାଇ ଟିକେ ଆପଣ ନାଡ଼। ମୁଁ ବବୁରହାନ ପ୍ରଧାନ, କସିକିଆରୀ ସେବା ସମବାୟ ସମିତିର ସମ୍ପାଦକ। ଆପ୍ଲିକାଲ୍ MKO ଯୋଜନାରେ ଆପଣଙ୍କର ଟାଇପ୍ ହୋଇଛି ଗଭର୍ଣ୍ଣମେଣ୍ଟ ତରଫରୁ ଆପଣଙ୍କ ପ୍ୟାକ୍ସରେ, କ'ଣ କେମିତି କୃଷକମାନେ ଏହାର ଲାଭ ପାଇପାରିବେ? ଆପ୍ଲିକାଲ୍ ମାଧ୍ୟମରେ ଆମେ 7 ଗୋଟି ଯନ୍ତ୍ରପାତି ଆମେ କ୍ରୟ କରିଛୁ। ଆମ ପୂର୍ବରୁ ତ ଆମ ସଭାପତି ମହୋଦୟ କହିଯାଇଛନ୍ତି, ଏହା ମାଧ୍ୟମରେ ଆମ ଚାଷୀମାନଙ୍କର ସାମଗ୍ରିକ ବିକାଶ ସାଧନ ଯିବ। ଆମ କୃଷକମାନେ ପ୍ରାୟ 490 ଜଣ ପଞ୍ଜୀକୃତ କରିଛନ୍ତି। ସେହି 400 ପଞ୍ଜୀକୃତ ଚାଷୀମାନେ ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ ସମିତି ମାଧ୍ୟମରେ ମଧ୍ୟ ପାଉଛନ୍ତି। ଧାନ ସରକାରଙ୍କର 3100 MSP ଆଉ ସବସିଡ଼ି 800 ମିଶିକି ଟୋଟାଲ୍ 3100 ଧାନ, ଆଉ ଚାଷୀମାନେ ବିଭିନ୍ନ ସୁବିଧା ସୁଯୋଗ ସମିତି ମାଧ୍ୟମରେ ପାଉଛନ୍ତି। ବୋଧେ କୃଷି ଉଦ୍ୟୋଗ ଯୋଜନାରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମଧ୍ୟ ଫଳପ୍ରଦ ପାଇପାରିବେ।
ଆପଣ ପ୍ରଥମ କରି କୃଷି ଉଦ୍ୟୋଗ ଯୋଜନା ଓଡ଼ିଶାରେ ଆରମ୍ଭ କଲେ, ଆପଣଙ୍କ ଅନ୍ୟ ଯେଉଁମାନେ କଲିଗ ଅଛନ୍ତି ବିଭିନ୍ନ ସେବା ସମବାୟ ସମିତିରେ ସମ୍ପାଦକମାନେ ଅଛନ୍ତି, ସେମାନେ କ'ଣ କହିବାକୁ ଚାହିଁବେ? ମୁଁ କହିବି ମୋର ସମ୍ପାଦକ ବନ୍ଧୁମାନଙ୍କୁ, ଓଡ଼ିଶାର ସମ୍ପାଦକ ବନ୍ଧୁମାନଙ୍କୁ କହିବି, ଏହା ଗୋଟେ ଯୁଗାନ୍ତକାରୀ ପଦକ୍ଷେପ। ଏହା ମାଧ୍ୟମରେ ଯେହେତୁ ବାହାରେ ଟ୍ରାକ୍ଟର ପାୱାର ଟିଲର ଅଧିକ ପରିମାଣରେ ଘଣ୍ଟା ପ୍ରତି ନେଉଛନ୍ତି, ଆମେ ସୁଲଭ ମୂଲ୍ୟରେ ଚାଷୀମାନଙ୍କୁ ଆମେ ଯୋଗାଇ ପାରିବା। ଆଜ୍ଞା, ଆପଣଙ୍କ ନାଁଟା ଟିକେ ମୋ ନାଁ ସୁଧାକର ରାଉତ, ଘର ଘର ହେଉଛି କଷିକିଆରି। ଆପଣଙ୍କର କୃଷିକାରୀ ସେବା ସମବାୟ ସମିତି ସହିତ ଟାଇପ୍ ହେଇଛି MKVY ଯୋଜନା, କ'ଣ କହିବେ ଆପଣ? ଆଜି MKVY ଯୋଜନା ଆମର ଯେହେତୁ ସେବା ସହିତ ଟାଇପ୍ ହେଇଛି, ଆମେ ବହୁତ ଗର୍ବିତ ଅଛୁ। କାରଣ ଆମ ସୋସାଇଟି ଆଜି ଭାରତ ରାଜ୍ୟରେ 1 ନମ୍ବର ହୋଇଛି, ଓଡ଼ିଶାରେ 1 ନମ୍ବର ହେବା ସହିତ ଜିଲ୍ଲାରେ ମଧ୍ୟ 1 ନମ୍ବର ହୋଇଛି। ତା ସହିତ ମୁଁ କହିବି ଯେ ଆମର ଯେ ସଭାପତି ଅଛନ୍ତି, ଯେ ସମ୍ପାଦକ ଅଛନ୍ତି, ସେ ବହୁତ କର୍ମତପ୍ତର ଅଛନ୍ତି। ସେ ଚାହୁଁଥିଲେ ଯେ ଚାଷୀମାନେ କେମିତି ଡେଭଲପମେଣ୍ଟ ହେବେ, ଚାଷୀମାନେ ଏମିତି କମ୍ ଖର୍ଚ୍ଚରେ କିନ୍ତୁ ଅଧିକ ଲାଭବାନ ହେବେ, ସେଥିପାଇଁ ସେ ବହୁତ ପ୍ରଚେଷ୍ଟା କରିଛନ୍ତି। ଏବଂ ଏଠି ମଧ୍ୟ ଆମର ବୋର୍ଡ଼ ଡାଇରେକ୍ଟର ସବୁ ମିଟିଂ ମଧ୍ୟ ବସିଥିଲା, ସେଠି ମଧ୍ୟ ସେ କହିଥିଲେ ଯେ ଗୋଟେ ଲାଭବାନ ସଂସ୍ଥା ସହିତ ଆମେ ଯୋଡ଼ି ହେବାକୁ ଯାଉଛେ। ତ ମାନେ ଆଜି ଆମେ ଏତେ ଗର୍ବିତ ଅଛୁ, କାରଣ ଆମର କଲେକ୍ଟର ମଧ୍ୟ ଦିନ ଆସିଥିଲେ, ସେ ମଧ୍ୟ ଏଠି ତା ଉଦ୍ଘାଟନ କରିକି ଯାଇଛନ୍ତି। ଯାହାଦ୍ୱାରା ଚାଷୀମାନେ ଆଜି ବେନିଫିଟ୍ ହେବେ, ଆମେ ଆଜି ବହୁତ ବେନିଫିଟ୍ ହେବୁ, ତ ଆମେ ବହୁତ ଖୁସି ଅଛୁ। ତ ମାନେ ଆମେ ଏଠି ଆଜି ଟ୍ରାକ୍ଟର ପାଇପାରିଲୁ, ଚାଷ କରିପାରିବୁ। କାରଣ ଟ୍ରାକ୍ଟର ଆମେ ବାହାରେ ବହୁତ ପଇସା ଦେଇକି ଚାଷ କରୁଥିଲୁ, ଏଠି ଖୁବ୍ କମ୍ ପଇସାରେ ଆମେ ଚାଷ କରିବୁ। ଏଠି ଆମେ ଧାନ ବାଙ୍ଗଳା ମେସିନ୍ ନେଉଥିଲୁ, ବହୁତ ପଇସା ଦେଉଥିଲୁ, ଏଠି କମ୍ ପଇସାରେ ଆମେ ପାଇପାରିବୁ। ଏଠି ଆମର ପାୱାର ଟିଲର ମଧ୍ୟ ପାଇପାରିଛୁ। ତ ବହୁତ ଆମକୁ ଆଜି ସୁବିଧା ହୋଇପାରିଛି। ଚାଷୀ ଆଜି ବହୁତ ଖୁସି ଅଛନ୍ତି ଆମ ଅଞ୍ଚଳରେ। ସମସ୍ତେ ଆଜି ଗୋଟିଏ କଥା କହୁଛନ୍ତି, ଯାହା ହଉ ବହୁତ ବର୍ଷ ହେଲା ଆମ ସମ୍ବାଦ ସଂସ୍ଥା ଆମ ଗାଁରେ ଥିଲେ ମଧ୍ୟ ଆଜି ଆମେ ତା'ର ପ୍ରକୃତ ବେନିଫିଟ୍ ପାଇପାରିବା। ଯେ ଏବଂ ତା ସହିତ ଆମେ ଏଠି ଧାନ ମଧ୍ୟ ଠିକ୍ରେ ଦେଇପାରୁଛୁ, କାରଣ ଏଠି ଯେଉଁ ମଣ୍ଡି ଆମର ହେଉଛି, ଯେତିକି ଆମେ ଚାଷୀ ଅଛୁ ସମସ୍ତ ଚାଷୀ ଏଠି ଠିକ୍ରେ ଧାନ ଦେଉଛନ୍ତି। ଏବଂ ଆମ ସଭାପତି ସମ୍ପାଦକ ଆମ ଯେଉଁ ଡାଇରେକ୍ଟରମାନେ ଅଛନ୍ତି ସେମାନେ ସମସ୍ତେ ସହଯୋଗ କରୁଛନ୍ତି। ତ ଆମେ ଯେହେତୁ ଧାନ ଠିକ୍ରେ ଦେଇପାରୁଛୁ ଏବଂ ଆମର ପଇସା ବି ଦରକାର ହେଉଛି, କିଛି ପଇସା ଦରକାର ହେଉଛି, କାରଣ ଆମର ଆଜି ବର୍ତ୍ତମାନ ଟାଇମ୍ରେ ଆମର କିଛି ଲୋନ୍ ବି ଆବଶ୍ୟକତା ହେଉଛି। କାରଣ ଧାନ କରିବୁ କିମ୍ବା ରବି ଫସଲ କରିବୁ, ସେଥିରେ ମଧ୍ୟ ଆମେ ଏଠି ଠିକ୍ରେ ତା'ର ନେଇପାରୁଛୁ, ମଧ୍ୟ ଲୋନ୍ ଆକାର ନେଇପାରୁଛୁ, ତାକୁ ଠିକ୍ରେ ସୁଝାସୁଝି ମଧ୍ୟ କରିପାରୁଛୁ। ତ ଯାହାଦ୍ୱାରା ଆମେ ଏଠି ବହୁତ ବେନିଫିଟ୍ ପାଉଛୁ। ତ ଆମେ ଗର୍ବିତ ଆଜି ଆମ ସେବା ସମ୍ବାଦ ପାଇଁ। ଏବଂ ଆମେ ସବୁଠୁ ବେଶୀ ଗର୍ବିତ ଯେ ଆମ ସଭାପତି ଆଉ ସମ୍ପାଦକ ଆମକୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ତ ମୁଁ ଆଜି ସମସ୍ତ ସେବା ସମ୍ବାଦ ସମିତିର ସମ୍ପାଦକ ସଭାପତିଙ୍କୁ ଅନୁରୋଧ କରିବି ଯେ ଆପଣମାନେ ମଧ୍ୟ ନିଜ ଅଞ୍ଚଳରେ ଏମିତି କରନ୍ତୁ, ଯାହାଦ୍ୱାରା କି ସମସ୍ତ ଚାଷୀ ଉପକୃତ ହେବେ, ସରକାରଙ୍କ ଯୋଜନାର ରୂପାୟନ ହୋଇପାରିବ ବା ଯେଉଁ ସରକାର ଯାହା ଚାହିଁଛନ୍ତି ଚାଷୀମାନଙ୍କ ପାଇଁ ତାହାର ପ୍ରତିଫଳିତ ହୋଇପାରିବ। ଚୈତନ୍ୟ ପ୍ରଧାନ, ଘର ବାରିମୂଳ। ମୁଁ ଜଣେ ଚାଷୀ। ଆପଣ ସେବା ସମବାୟ ସମିତିରେ ଟାଇପ୍ ହେଲା MKVY, ଆମେ ଦେଖୁଛୁ ଆମ ପ୍ରେସିଡେଣ୍ଟ ସମ୍ପାଦକ ସେମାନେ ବହୁତ ଭଲ କାମ କରିଛନ୍ତି ଏବଂ ଏ ଏରିଆ ପାଇଁ ଚାଷୀମାନଙ୍କ ପାଇଁ ଗାଡ଼ି ଘୋଡ଼ା ବଳଦରେ ମଧ୍ୟ ହଇରାଣ ହେଉଥିଲେ, ଭଲ ସୁବିଧାଟି ଆଣିକି ଯୋଗାଇ ଦେଇଛନ୍ତି। ଆଉ ମଧ୍ୟ ସରକାର ଏବେ ଯେଉଁ MSP ଦେଉଛନ୍ତି, ଆଗରୁ ଦେଉଥିଲେ ଯାହା, ତାପରେ ଆର ବର୍ଷ ଯାହା ଦେଇଛନ୍ତି 800 ଟଙ୍କା ବୋନସ୍, ସେ 800 ଟଙ୍କାରେ ଆମର କୋଟିଏ ଉପରେ ଟଙ୍କା ଆମେ ଚାଷୀମାନେ ପାଇଛୁ। ଭଲ ଅବଶ୍ୟ ଅଛି। ତେଣୁକରି ଏମିତି ଏଇ ଯୋଜନା ସବୁ ସେବା ସମ୍ବାଦ ମାନେ ନେଲେ ଅବଶ୍ୟ ଭଲ ହେବ।